ଖାତାକୁ ଆସିବ ତୃତୀୟ ପର୍ଯ୍ୟାୟର ସୁଭଦ୍ରା କିସ୍ତି। ଆଉ ମାତ୍ର 2 ଦିନ ଅପେକ୍ଷା। ଆଉ ମାତ୍ର 2 ଦିନ ଅପେକ୍ଷା ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନାର ଟଙ୍କା। 20 ଲକ୍ଷ ମହିଳାଙ୍କ ଖାତାକୁ ସିଧାସଳଖ ଆସିବ ସୁଭଦ୍ରା ଯୋଜନାର ଟଙ୍କା। ହିତାଧିକାରୀଙ୍କ ଖାତାକୁ ଆସିବ ସିଧାସଳଖ 5,000 ଟଙ୍କା। ଏଥର ଆଉ 20 ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ଏହି ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା ନଭେମ୍ବର 24 ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ। ଏହି ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ଘୋଷଣା କରିଥିଲେ। ଆଉ ଘୋଷଣା ମୁତାବକ ଧାର୍ଯ୍ୟ ତାରିଖରେ ହିଁ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ବୋଲି ଆଶା କରାଯାଉଛି। ତୃତୀୟ ପର୍ଯ୍ୟାୟର 15 ଦିନ ପରେ ଚତୁର୍ଥ ପର୍ଯ୍ୟାୟର ଟଙ୍କା ବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ସୁଭଦ୍ରା ସ୍କିମ୍ରୁ, ତା ଉପରେ ସରକାରଙ୍କ ଗୁରୁତ୍ୱ ଦେଉଥିବା ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସୁନ୍ଦରଗଡ଼ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ତୃତୀୟ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ। ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ କିସ୍ତି ଟଙ୍କା ପଠାଯିବ। ତୃତୀୟ ପର୍ଯ୍ୟାୟ ଟଙ୍କା ଯଦି 24 ତାରିଖରେ ବଣ୍ଟନ କରାଯିବ, ତେବେ ତାର 15 ଦିନ ଅର୍ଥାତ୍ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ଶେଷ ଆଡ଼କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ସମ୍ଭାବନା ରହିଛି। ସୁଭଦ୍ରା ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ମହିଳା ଖାତାଙ୍କୁ ଟଙ୍କା ପଠାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 35 ଲକ୍ଷ ମହିଳାଙ୍କୁ କିସ୍ତି ପଠାଯାଇଥିଲା। ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ 40 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏ ଥିଲା ସୁଭଦ୍ରା ଯୋଜନାକୁ ନେଇ ଛୋଟିଆ ଅପଡେଟ୍। ତ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି ପୁଣି ଆଉ ଗୋଟେ ଭିଡ଼ିଓ ସହିତ ଦେଖା ହେବା। ଧନ୍ୟବାଦ।